ମୁଁ ପରେଶ ମୁର୍ମୁ ପାରାଦୀପ ପୋର୍ଟ ଡିଏଲ୍ଆର୍ ଆଣ୍ଡ କଣ୍ଟ୍ରାକ୍ଟ ୱାର୍କମେନ୍ ଆସୋସିଏସନ୍ ସାଧାରଣ ସମ୍ପାଦକ। ଆଜିର ସାଧାରଣ ସଭା ଡିଏଲ୍ଆର୍ ଭାଇମାନଙ୍କର ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ପାଇଁ ଏ ବୈଠକ ଡକା ହେଇଥିଲା ଏବଂ ଇଏ ବାର୍ଷିକ ସଭା ଇଏ ଆମର ଏଥିରେ ପିଲାମାନଙ୍କର ଡିଏଲ୍ଆର୍ ଭାଇମାନେ ଯେଉଁମାନେ 25-30 ବର୍ଷ ଧରି ଯେଉଁମାନେ କାମ କଲେଣି ସେମାନଙ୍କର କିଛି କିଛି ସମସ୍ୟାର ସମାଧାନ ହେଇଛି। ଯେମିତିକି ଗତ ଦୁର୍ଗା ପୂଜା ସମୟରେ ଯେଉଁ ଆମର ବୋନସ୍ ମିଳେ, ପିଲାମାନଙ୍କର ବୋନସ୍ ଅଧା ପଇସା ମିଳୁଥିଲା। ଆମ ପାଖକୁ ଯେତେବେଳେ ଆସିଲେ ପିଲାମାନେ ଆମକୁ ଯେତେବେଳେ ଦାୟିତ୍ୱ ଦେଲେ ଆମେ ତାଙ୍କର ବୋନସ୍ଟାକୁ ବୃଦ୍ଧି କରି ବର୍ତ୍ତମାନ ସେମାନେ କମ୍ ସେ କମ୍ 13,000 କେତେ ଟଙ୍କା ପାଉଛନ୍ତି। ଏଭଳି ତାଙ୍କ ଦରମା ବୃଦ୍ଧି, ତାଙ୍କର ରିଟାୟାରମେଣ୍ଟ ବେନିଫିଟ୍, ତାଙ୍କର ମେଡ଼ିକାଲ ଇସ୍ୟୁ, ଏସବୁ ଜିନିଷକୁ ନେଇକି ଆଗାମୀ ଦିନରେ ମ୍ୟାନେଜମେଣ୍ଟ ସହିତ କେମିତି ଆମେ କଥାବାର୍ତ୍ତା କରିକି ତାଙ୍କର ସମସ୍ୟାକୁ ସମାଧାନ କରିବୁ ସେ ବାବଦରେ ଆଜି ଆଲୋଚନା ହେଲା। ଏବଂ ଏହା ସହିତ ଯେଉଁ ଭାଇମାନେ ଆମର ରିଟାୟାରମେଣ୍ଟ ହେଉଛନ୍ତି, ରିଟାୟାର୍ଡ ହେଉଛନ୍ତି, ଅବସର ହେଉଛନ୍ତି, ତାଙ୍କୁ କେମିତି ପୁନର୍ବାର ତାଙ୍କୁ 5 ବର୍ଷ ପାଇଁ କେମିତି ରଖାଯିବ, ଯାହାଦ୍ୱାରା କି ସେମାନେ ତ ରେଗୁଲାର ଏମ୍ପ୍ଲୟମେଣ୍ଟ ପେନ୍ସନ୍ ପାଇବେନି। ତ ଆଉ 4-5 ବର୍ଷ ସେମାନେ କାମ କଲେ ତାଙ୍କର ପରିବାର ପାଇଁ କିଛି ସହାୟକ ହେବେ। ତେଣୁ ଆମେ ଚେଷ୍ଟା କରିବୁ ଆଗାମୀ ଦିନରେ ପିଲାମାନଙ୍କ ଲଢ଼େଇ ହେବ ଜୋରଦାର। ତେଣୁ ଆମେ ସବୁ ଭାଇମାନଙ୍କୁ କହୁଛୁ ଆମର ଏକତା ହିଁ ବଳ। ତେଣୁ ଆମେ ସମସ୍ତେ ଡିଏଲ୍ଆର୍ ଏବଂ କଣ୍ଟ୍ରାକ୍ଟ ୱାର୍କମେନ୍ ଭାଇମାନଙ୍କୁ କହୁଛୁ ସମସ୍ତେ ଆମେ ଏକ ହେବା ଏବଂ ଆଗାମୀ ଦିନରେ ଲଢ଼େଇଟାକୁ ଜୋରଦାର କରାଯିବ ଏବଂ ଆପଣମାନଙ୍କ ଯାହା ଯାହା ସମସ୍ୟା ଅଛି ସମାଧାନ ପାଇଁ ମ୍ୟାନେଜମେଣ୍ଟକୁ ଆମେ ପ୍ରେସର କରିବୁ।